ମାଛ ଆମର ପାଖରେ ଆମର ମିଳୁଛି। ଆମେ ଯାଇ ପାଖରେ ମାଛ ଆଣୁଛୁ। ତାକୁ ତାକୁ କିଣିକି ଆଣୁଛୁ। ତାପରେ ତାକୁ ଧୁଉଛୁ, ତାପରେ ଚିରୁଛୁ, ତାପରେ ଲୁଣ ଦଉଛୁ, ଆଉ ଶୁଖଉଛୁ ଖରାରେ। ଶୁଖେଇକି ତାପରେ ପ୍ୟାକେଜିଂ କରୁଛୁ। କରିକି ମେଳାକୁ ଆମେ ନେଇକି ଯାଉଛୁ ବିକିବାକୁ। ତା ରେଟ୍ ଆମର ରହୁଛି ପ୍ୟାକେଜିଂ ରେଟ୍। ସବୁ ପ୍ରକାର ଶୁଖୁଆ ଅଛି, ବିଭିନ୍ନ ପ୍ରକାର ଶୁଖୁଆ ଭେରାଇଟି, ବିଭିନ୍ନ ଭେରାଇଟି। ଫାଷ୍ଟ ଆମର ଚିଙ୍ଗୁଡି ଅଛି, ତାପରେ ବୁରେଇ ଅଛି, ଯୋଉଟା ପଥର ମୁଣ୍ଡି କହୁଛନ୍ତି ସେଇଟା ଅଛି। ତାପରେ ଖଇଙ୍ଗା ଅଛି, ସେଟା ଖଇଙ୍ଗାରେ ବହୁତ ଡିମାଣ୍ଡ ଅଛି ଆଜ୍ଞା। ସେଟା ଆମର ମାନେ ଭୁବନେଶ୍ୱର ପାଖରୁ ସିଆଡକୁ ସମ୍ବଲପୁର ଗଲେ ବହୁତ ଡିମାଣ୍ଡ ଅଛି। ସେଇଟା ଅଧିକ ରେଟରେ ଆମର ଚାଲିଛି। ତାପରେ ଅଛି ଛୋଟ ଚିଙ୍ଗୁଡି ଅଛି, ଆଉ ଅଛି ମନୁହରି ଅଛି, ଛୋଟ ମନୁହରି ଅଛି। ଏମିତି ବହୁତ ମାନେ 13-15ଟା ଆମର ଭେରାଇଟି ଆମେ ବିକ୍ରି କରୁଛୁ। ଆମେ ସାରେ ସକାଳୁ ଉଠି ଘର କାମ ସାରିକି ମାନେ ହଉଛି ଏଇ କାମ ଆମେ କରିକି ଏମିତି ମେଳାରେ ଆମେ ବିକ୍ରି କରିକି ଆମ ଯୋଉ 2 ପଇସା ବାହାରୁଛି ଆମେ ସେଇଥିରେ ମା ମାନେ ସ୍ୱାବଲମ୍ବୀ ହେଇପାରୁଛୁ। ଆମକୁ ଗଭର୍ଣ୍ଣମେଣ୍ଟ ଆମକୁ ଆଉ ଟିକେ ସାହାଯ୍ୟ କଲେ, ଯେମିତି ଜାଗା ଆଉ ଟିକେ ଘର ଏମିତି କଲେ ଆମେ ଟିକେ ଆଉ ଟିକେ ସାହାଯ୍ୟ ଆମେ ପାଇପାରନ୍ତୁ। ମା ମାନେ ଆଉ ଟିକେ ସ୍ୱାବଲମ୍ବୀ ହେଇପାରନ୍ତୁ।